ରଞ୍ଜିତା ମାଟି ମା ବକ୍ଷ ବୀର ପୁତ୍ର ଜନନୀର ଶତ୍ରୁର କତେ ଖେଳିଥିଲେ ହୋରି ବଳି ଦେଇ ନିଜ ଶିର ସେ ଅମର ଗାଥା ଏବେ ବି ଶୁଣାଏ ସେ ଅମର ଗାଥା ଏବେ ବି ଶୁଣାଏ ଇତିହାସ ମାଟିର ଏଇ ମାଟିର ଇତିହାସ। ଏ ମାଟିର ଅମର ଶହୀଦଙ୍କ ଲାଲ ରକ୍ତରେ ଲେଖା ହେଇଛି ଏ ମାଟିର ଇତିହାସ। କରଜ ରାଜ୍ୟର ରାଜା ଓ ବର୍ବର ଫିରିଙ୍ଗିମାନଙ୍କର ନିରୀହ ପ୍ରଜାଙ୍କ ଉପରେ ଅମାନୁଷିକ ଅତ୍ୟାଚାରର କାହାଣୀ ଆଜି ବି ଦେହ ଶୀତେଇ ଉଠେ ସେ ଇତିହାସ ପଢ଼ି ବସିଲେ। ଏମିତି ଗୋଟିଏ ଘଟଣା, ଅବଶ୍ୟ ବେଶୀ ଦିନର ନୁହେଁ, 1938 ମସିହାର। ମୁଁ ସମୟ ଦେଖିଛି ସେ ମର୍ମନ୍ତୁଦ ଘଟଣା ଗୋଟି ଗୋଟି ହେଇ ରହିଯାଇଛି ମୋ ଛାତିର ତରଙ୍ଗରେ। ମୁଁ ଆପଣମାନଙ୍କୁ ନେଇଯିବି ଗଡ଼ଜାତ ରାଜ୍ୟ ରଣପୁରକୁ, ପଢ଼େଇବି ଆପଣଙ୍କୁ ସେ ମାଟିର ଇତିହାସ। ପଢ଼ା ସାଥୀ ହେଇଛନ୍ତି ମରଣ ସାଥୀ। ସେମାନେ ହେଲେ ରଘୁନାଥ ମହାନ୍ତି ଆଉ ଦିବାକର ପରିଡ଼ା। ଅନ୍ୟର ଦୋଷକୁ ଲଦି ଦିଆଗଲା ତାଙ୍କରି ମୁଣ୍ଡରେ। ଇଂରେଜମାନଙ୍କର ଅନ୍ଧ ଆଇନର ବିଚାରରେ ଦୁଇ ବନ୍ଧୁ ଝୁଲିଗଲେ ଫାଶୀ ଖୁଣ୍ଟରେ। କାହିଁକି କାହିଁକି ଏ ଦୁର୍ବିପାକ ଅଜାଡ଼ି ହେଇ ପଡ଼ିଲା ଦୁଇଟି ନିରୀହ ଯୁବକଙ୍କ ମୁଣ୍ଡ ଉପରେ? କାହିଁକି ସେମାନେ ଝୁଲିଗଲେ ଫାଶୀ ଖୁଣ୍ଟରେ? ଆସନ୍ତୁ ଯିବା ରଣପୁର ରାଜ୍ୟର ରାଜଉଆସକୁ, ନିଜ ଆଖିରେ ଦେଖିବା ରାଜା କୃଷ୍ଣଚନ୍ଦ୍ର ସିଂ ଦେଓଙ୍କ ପ୍ରଜାଙ୍କ ଉପରେ ଅମାନୁଷିକ ଅତ୍ୟାଚାର। ରାଜା ହୁକୁମ ଦେଲେ, ମୋ ଅନୁମତି ବିନା ରାଜ୍ୟରେ କେହି କୌଣସି ସଭା ସମିତି କରିପାରିବେ ନାହିଁ, କେହି ଖବର କାଗଜ ପଢ଼ିପାରିବେ ନାହିଁ, ରାଜା ଘରେ କାମ କଲେ କେହି ମଜୁରୀ ମାଗିପାରିବେ ନାହିଁ, ବିବାହ ଉତ୍ସବରେ କେହି ସବାରି ପାଲିଙ୍କି ଚଢ଼ିପାରିବେ ନାହିଁ, କେହି ପୋଷ୍ୟପୁତ୍ର ଗ୍ରହଣ କରିପାରିବେ ନାହିଁ। ମୋର ଯାହା ଦରକାର ବିନା ମୂଲ୍ୟରେ ଯୋଗାଇ ଦେବେ। ଅତ୍ୟାଚାର ହେଲେ ମଧ୍ୟ କେହି କିଛି କହିପାରିବେ ନାହିଁ। ପ୍ରଜାମାନଙ୍କ ଗୋଡ଼ ହାତରେ ପଡ଼ିଗଲା ହୁକୁମର ବେଡ଼ି। ଅମାନ୍ୟ କଲେ କୋରଡ଼ା ଉପରେ କୋରଡ଼ା। କି ପ୍ରକାର ରାଜା ଇଏ? ରାଜାଙ୍କ ଦୃଷ୍ଟିରେ ପ୍ରଜାମାନେ ତ ମଣିଷ ନୁହନ୍ତି, ପଶୁଠାରୁ ଆହୁରି ହୀନ। ହେ ଭଗବାନ, କାହିଁକି କାହିଁକି ଜନ୍ମ ଦେଲେ ଏମାନଙ୍କୁ ରଣପୁର ମାଟିରେ? ବୀର ଓଡ଼ିଆ ପାଇକମାନଙ୍କୁ ଏମିତି ନିର୍ବୀର୍ଯ୍ୟ କରିଦେଲା ଫେରିଙ୍ଗି ପଦଲେହନକାରୀ କୃଷ୍ଣଚନ୍ଦ୍ର ସିଂ ଦେଓ। ଖାଲି ସେତିକି ନୁହେଁ, ରଣପୁରର ଅଧିଷ୍ଠାତ୍ରୀ ଦେବୀ ମଣି ନାଗେଶ୍ୱରୀଙ୍କ ନିକଟରେ ପଶୁ ପରି ବଳି ଦେଉଥିଲେ ପ୍ରଜାଙ୍କୁ ଓ ତାଙ୍କ ପିଲାଛୁଆଙ୍କୁ। ଏଇ କ'ଣ ରାଜଧର୍ମ? ଏଇ କ'ଣ ଜଣେ ରାଜାର କର୍ତ୍ତବ୍ୟ? ମଣିଷ ନା ରାକ୍ଷସ ସିଏ? ପ୍ରଜାମାନଙ୍କ ପକ୍ଷରେ ଅସହ୍ୟ, ଘୋର ଅସହ୍ୟ ଏ ଉତ୍ପୀଡ଼ନ। ରକ୍ଷକ ଯଦି ଭକ୍ଷକ ହୁଏ ଗୁହାରି କରିବେ କାହାକୁ? ତଥାପି ସେମାନେ ଅତ୍ୟାଚାର ଦାୟିତ୍ୱରେ ଥିବା ଇଂରେଜ ମୁଖ୍ୟଙ୍କୁ ଗୁହାରି କଲେ। ହେଲେ ଫଳ କ'ଣ ହେଲା? ଶୁଣ୍ଢି ସାକ୍ଷୀ ମାତାଲ ନ୍ୟାୟରେ ରାଜାଙ୍କ ସହିତ ସାଲିସ କରି ଫାଇଦା ହାସଲ କରୁଥିବା ସ୍ୱାର୍ଥନ୍ୱେଷୀ ଇଂରେଜ ଶାସକଙ୍କ କଂସା କବାଟ କେମିତି ଭେଦ କରିଥାନ୍ତା ପ୍ରଜାମାନଙ୍କର ଏ କାତର ପ୍ରାର୍ଥନା। ଭାଗ୍ୟକୁ ଆଦରି ମୁଣ୍ଡ କାନ ଆଉଁସି ଫେରି ଆସିଲେ ସେମାନେ।
केते दिन एमिति अकथनीय अत्याचार सही सही जीवन बितेबे। गठन हैला प्रजा मिली, तेजी उठिला प्रजा आंदोलन राजांक अत्याचार विरोध रे। विभिन्न जगार आरंभ हैला सभा समिति, एक स्वर रे गगन पवन भेद करी उठिला स्लोगान अत्याचारी राजा गादी छाड़, फिरिंगी गोलाम मुर्दाबाद, प्रजांक राज्य प्रजांक शासन इत्यादि इत्यादि। प्रजा आंदोलन को भंडूर करिवार योजना चलिला मंत्रणा कक्षरे। देवान चंडेश्वर मिश्र को अस्त्र रूपे प्रयोग कले राजा कृष्णचंद्र। से घोषणा कले, रणपुर राज्यर प्रजा भाई माने आपण माने जानती राजा कृष्णचंद्र सिंह देव पंगु अथर्व किछि करिवार ताकत तांकर नाही। आपण माने एकजुट हेले से पालिंकी रे टेका होई आसीबे, आपण मानक संगरे आलोचना करिवे। एई घोषणानामा व्यापी गला समग्र राज्य रे। हाट पड़िया रे सभा करिवा पई समस्ते एकजुट हेले। सभारे की प्रकार परिस्थिति सृष्टि हैला? प्रजा मानक सहित आलोचना कौन सफल हैला? देखिबा इतिहास कौन कहूछि। ए माटीर इतिहास पृष्ठा उल्टाइला। आलोचना थिला एक अपप्रचार। हजार हजार लोकंकर एकजुट हेबार खबर पाई देवान प्राण भୟରେ पलायन करी आत्मगोपन कले। लोकमाने गर्जी उठिले, पंगु राजा बाहरी आस, प्रजा उपरे अत्याचार बंद कर, राजुड़ा जुलम बंद हेउ, जय प्रजामंडलर जय। राज कर्मचारी हृत्कंप सृष्टि कला प्रजामंडलर पटुआर। छिनछत्र ही सेमाने राजबाटी छाड़ी किए कुआडे चालीगले किछि पत्ता मिलिला नहीं। राजबाटी रे राजा एकाकी, तांको पुओ ओ भाई प्रजामंडल रे सामिल होइछंती। राजांकु साहाय्य करिबाकु आसीथिबा बौद्धर पुलिस फौज प्रजांको उपरे चलाइले बर्बरचित आक्रमण। प्रजामंडल ऑफिस को जाली पाउंस करदेले। नेता मानक घरे पसी लुटतराज चलैले। साहाय्य करिबा परिवर्ते सेमाने हेले राजांक पई विपदर कारण। ताती उठिले प्रजामंडली, पण कले, मारिबा नहेले मरिबा। हजार हजार लोक राजबाटी रे उपस्थित रही निजर दाबी पेश कले। सेतेबेले राजबाटी रे उपस्थित थिले इंग्रेज मानकर पॉलिटिकल एजेंट बेजलगेट। से कौन चुप ही बसी रही थिबे? कौन हेइथिबो तांको मानसिक प्रतिक्रिया? हाय बेजलगेट, तमे कौन कल? निज हातरे निज मरण को डाकी आनिल। काहिकी काहिकी एमिति नृशंसतार शिकार हेल तमे? कहिब तम निज मृत्युर कहानी? मु बेजलगेट, इंग्रेज सरकार पॉलिटिकल एजेंट। की शक्ति अच्छी प्रजामंडल मते सामना करने? मु बंची थाउ थाउ रणपुर राजांक देहरे आंच आसवाकू देविनी। मो आसवा बाटरे बाधा देले लोधचुआ गाँर 2 जण विप्लवी युवक। मूर्ख सेमाने निया संगरे खेलिले परिणति कौन हुए विचार भी कलेनी। मो बंधुकर शिकार हेले। तमे माने आसीछ बेजलगेट संगरे टक्कर दवाकू। जीवन को जदि लोभ अच्छी ए स्थान छाड़ी तुरंत पलायन कर, नहेले कौन करिब तमे बर्बर फेरिंगी? देखुछ ए जन समुद्र को टिकिए हेले मांस भी तले पड़िबनी। ए थिला प्रजामंडलर चेतावनी। उत्त्यक्त बेजलगेट निज अहंकार को जाहिर करिबा पई गुली चलै देले। गुलीर शिकार हेला प्रजामंडलर अर्जुन राउत। तलिपा रक्त तालुकू उठीगला प्रजामंडलर। जन समुद्र रे सृष्टि हेला घूर्णिझड़। किए रोकिब तार उत्ताल तरंग को? प्रजा माने घेरीगले बेजलगेट को। पछपटू बेजलगेटर हाथ उपरे पड़िला शक्त पहाड़। खसी पड़िला हाथरू पिस्तल। पिठी रे पड़िला पहाड़ उपरे पहाड़। प्राण भୟରେ बेजलगेट पशिगला जनक घर भीतर को। हेले रक्षा नहीं। निस्तुक माड़। अधा मरा हेगला बेजलगेट।
ଘାଇଲା ପାଖକୁ ଛାଡ଼ିଦେଲେ ବେଶୀ ବିପଦ। ଏଇ ଜନରବରେ ଲୋକମାନେ ପିଟି ପିଟି ମାରିଦେଲେ ବେଜେଲ ଗେଟ୍କୁ। କିଏ ମାରିଲା ସାହେବକୁ ଠିକଣା କରିବା କଷ୍ଟର ବ୍ୟାପାର। କିନ୍ତୁ ବେଜେଲ ଗେଟ୍ର ମୃତ୍ୟୁରେ ଆନନ୍ଦର ବନ୍ୟା ଖେଳିଗଲା ଲୋକମାନଙ୍କ ମଧ୍ୟରେ। ଆନନ୍ଦ ଉନ୍ମତ୍ତ ଜନତା ଦାବି କଲେ, ପ୍ରଜାମଣ୍ଡଳର ସବୁ ବନ୍ଦୀଙ୍କୁ ମୁକ୍ତ କରିଦିଅ, ନହେଲେ ତମ ଅବସ୍ଥା ବି ବେଜେଲ ଗେଟ୍ ପରି ହେବ। ଜନତାର ଚିତ୍କାର ରଣହୁଙ୍କାରରେ ସ୍ତବ୍ଧ କୃଷ୍ଣଚନ୍ଦ୍ର ସିଂ ଦେଓ ଭୟରେ ଥରି ଉଠିଲା ଅତ୍ୟାଚାରୀ ରାଜାର ସର୍ବାଙ୍ଗ ଶରୀର। ନିରୁପାୟ ହେଇ ମୁକ୍ତ କରିଦେଲେ ବନ୍ଦୀମାନଙ୍କୁ। ବିଜୟ ଲାଭ କଲା ପ୍ରଜାମଣ୍ଡଳ। ଏହାପରେ ଚାଲିଲା ବେଜେଲ ଗେଟ୍ର ହତ୍ୟାର ମୋକଦ୍ଦମା। କିଏ ପ୍ରକୃତରେ ମାରିଛି ବେଜେଲ ଗେଟ୍କୁ? କାହା ନାଁରେ ଚାଲିବ ହତ୍ୟା ମୋକଦ୍ଦମା? ଗୃହଶତ୍ରୁ ଚଣ୍ଡାଳ ଦେୱାନ ଚଣ୍ଡେଶ୍ୱର ମିଶ୍ର ମିଛ ସତ ଯୋଡ଼ି ପୁଲିସ କାନରେ ମନ୍ତ୍ର ଫୁଙ୍କିଲା। ପୁଲିସ ଲେଖିଲା ମିଛ ରିପୋର୍ଟ। ରିପୋର୍ଟରେ ହତ୍ୟାକାଣ୍ଡ ପାଇଁ ଦାୟୀ କଲେ ରଘୁନାଥ ମହାନ୍ତି ଆଉ ଦିବାକର ପରିଡ଼ାକୁ। ଆଉ କେତେକଙ୍କ ନାଁ ମଧ୍ୟ ଯୋଡ଼ି ଦିଆଗଲା। ପ୍ରଜାମେଳିର ମୁଖ୍ୟ ଥିଲେ ରଘୁ ଦିବାକର। ତେଣୁ ପ୍ରଥମ ଆତତାୟୀ ତାଲିକାରେ ସେମାନେ। ଚିନ୍ତା ନାୟକ ମଧ୍ୟ ଜଣେ ମୁଖ୍ୟ ଆସାମୀ। ହେଲେ ସେ ନିର୍ଦ୍ଦୋଷରେ ଖଲାସ ହେଲେ। ସତରେ କ'ଣ ହତ୍ୟାକାରୀ ରଘୁ ଦିବାକର ନା ଆଉ କିଏ? ରଘୁ ଦିବାକରଙ୍କ ଜୀବନର ଶେଷ କେଉଁଠି? ସବୁକିଛି କହିବ ଇତିହାସ। ଲୁଚି ରହେ ନାହିଁ ସତ୍ୟ ଚିରଦିନ, କାଳେ ହୁଏ ତା ବିବୃତି। ରଣପୁରରେ ଚାଲିଲା ପୁଲିସର ନିର୍ମମ ଅତ୍ୟାଚାର। ଆତଙ୍କିତ ରଣପୁରବାସୀ ଘର ଦ୍ୱାର ପିଲା ଛୁଆଙ୍କୁ ଛାଡ଼ି କଲିକତା ଓ ରଙ୍ଗୁନ ଚାଲିଗଲେ। ଶ୍ମଶାନରେ ପରିଣତ ହେଲା ରଣପୁର। ଅନୁସନ୍ଧାନର ବିରାମ ନାହିଁ। ଶେଷରେ ଜଣାପଡ଼ିଲା ଉଦୟନାଥ ଦାସ ପ୍ରଥମେ ବେଜେଲ ଗେଟ୍ ହାତକୁ ପିଟିଥିଲେ, ଆଉ ଗୋପୀ ବେହେରାଙ୍କ ଠେଙ୍ଗା ମାଡ଼ରେ ସେ ମରିଥିଲେ। ହେଲେ ସେମାନେ କେହି ଆସାମୀ ତାଲିକାରେ ନଥିଲେ। ଇଂରେଜଙ୍କ ଠେଙ୍ଗା ପାହାର ପଡ଼ିଲା ନିର୍ଦ୍ଦୋଷ ରଘୁ ଦିବାକରଙ୍କ ମୁଣ୍ଡରେ। ବିହାରର ଭାଗଲପୁର ଜେଲରେ ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲେଇ ଦିଆଗଲା। ଦୁଇ ପଢ଼ା ସାଥୀ ଏକ ସମୟରେ ହେଲେ ମରଣ ସାଥୀ। ସେମାନଙ୍କର ଦେଶପ୍ରୀତି ଆଉ ବଳିଦାନ ପାଇଁ ଏ ମାଟିର ଇତିହାସ ହେଇଛି ପ୍ରଶଂସା ମୁଖର।